ସ୍କୁଟିରେ ବ୍ରାଉନ୍ ସୁଗାର କିଛି ମାନେ ଆସୁଥିବାର ଖବର ମିଳିଥିଲା। ତ ଏଇ ସମୟରେ ସେ ସ୍କୁଟିକୁ ଯେତେବେଳେ ଦେଖିଥିଲେ ସେ ସବୁ ସମୟରେ ସେ ସ୍କୁଟିଟା ଇମିଡ଼ିଏଟଲି ବୁଲେଇକି ପୁଣି ପଳେଇବା ପରେ ଆମର ପୁଲିସ୍ ଟିମ୍ ତାକୁ ଧରିକି କଲ୍ୟାଣନଗର ଧାମନଗରରେ ତାକୁ ଧରି ପାରିଥିଲେ ଏବଂ ତାକୁ ଯେତେବେଳେ ଚେକ୍ କରାଗଲା ସେ ତାଠୁ ବ୍ରାଉନ୍ ସୁଗାର ମିଳିଥିଲା 22.94 ଗ୍ରାମର ବ୍ରାଉନ୍ ସୁଗାର ଏବଂ ତାଙ୍କୁ ଯେତେବେଳେ ପୁରା ଚେକ୍ କରାଗଲା ଆମର ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ତାଠୁ ସେ ବ୍ରାଉନ୍ ସୁଗାର ସିଜ୍ କରାଗଲା ଏବଂ ସେ ସ୍କୁଟି ଏବଂ 4,300 ଟଙ୍କା ତାଠୁ ସିଜ୍ କରାଗଲା। ସେ ବ୍ୟକ୍ତିଙ୍କ ନାମ ହେଉଛି ମଣିଭଦ୍ର ସାହୁ ଏବଂ ତାଙ୍କ ପିତାଙ୍କ ନାମ ପ୍ରୟାସ ଚନ୍ଦ୍ର ସାହୁ, ତାଙ୍କ ଘର ଖପରପଦା ସେଇ ଅଞ୍ଚଳର ଏବଂ ତାକୁ ଇଣ୍ଟ୍ରୋଗେସନ୍ କଲାବେଳେ ଜଣାପଡ଼ିଲା ସେ ଭଦ୍ରକର ବହୁଳ ପୋଖରୀରେ ଆଣିଥିଲେ ଏବଂ ବିକ୍ରି କରିବା ପାଇଁ ତାଙ୍କର ଯୋଜନା ମଧ୍ୟ ଥିଲା। ଆଉ ଏହି ସଂକ୍ରାନ୍ତରେ ଆମର ଧାମନଗର ଥାନାର 232 ନମ୍ବର କେସ୍ NDPS ଆକ୍ଟରେ এটা ରୁଜୁ କରାଯାଇଛି ଏବଂ ତାକୁ ବର୍ତ୍ତମାନ ତ କୋର୍ଟ ଚାଲାଣ କରାଯିବ। ତତ୍ସହିତ ଯେଉଁମାନେ ବି ଇନଭଲ୍ଭ ଅଛନ୍ତି ତାଙ୍କଠୁ ଯାହା ଆଣିଥିଲେ ତାଙ୍କ ଅଗେନ୍ଷ୍ଟରେ ମଧ୍ୟ ଲିଗାଲ ଆକ୍ସନ୍ ହେବ। ତ ପୁଲିସର ଏଇ ନିଶା ବିରୁଦ୍ଧରେ ଏଇ ଯେଉଁ ଆକ୍ସନ୍ ଅଛି ଏଇଟା ଆଗକୁ ଆମେ କଣ୍ଟିନ୍ୟୁ ବି କରୁଥିଲା, ଆଗକୁ ମଧ୍ୟ କଣ୍ଟିନ୍ୟୁ କରିବ। ଭଦ୍ରକ ଜିଲ୍ଲା ସାରା ଭଦ୍ରକ ପୁଲିସର SP ତାଙ୍କ ନିର୍ଦ୍ଦେଶରେ ତତ୍ତ୍ୱାବଧାନରେ ରେଡ୍ ଜାରି ରହିଛି ଏବଂ ପୁଲିସର ମୁଖ୍ୟ ଲକ୍ଷ୍ୟ ହେଉଛି ନିଶାମୁକ୍ତି କରିବା ପୁରା ଜିଲ୍ଲା ଏବଂ ଆମର ଏହି ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବ।